ଆମର ପାଉସ ଗ୍ରାଉଣ୍ଡରେ ଟ୍ରାନ୍ସଫର ପାଇଁ ଆମେ ଧାରଣାରେ ବସିଛୁ। ଆଉ 2023 ଗାଇଡଲାଇନ ଅନୁସାରେ ଆମେ ଚାହୁଁଛୁ ଯେ ଆମର ଦାବି 2023 ଗାଇଡଲାଇନ ଅନୁସାରେ 2024-25 ହିଁ ସେମିତି ପାଉସ ଗ୍ରାଉଣ୍ଡଟା ରଖାଯାଉ। ଆମେ କେତେ ହଇରାଣ ହେଇ ଚଳୁଛୁ ସେଇଟା ହିଁ ସରକାର ଜାଣିବା ଦରକାର। ଆମେ ଆସିଛୁ ସରକାରଙ୍କ ଆଗରେ ଧାରଣା ରହିବୁ। ଛୁଆ ପିଲା ନେଇ ଆମେ ସବୁ ଆସିଛୁ। ଆମେ କଣ ପାଇଁ ଏଠି ଆସିକି ରହିବୁ? ତେଣୁ ଆମେ ଚାକିରି କରିବା କଣ ଆମର ପାପ? ତେଣୁ ଆମେ କାହିଁକି ଏମିତି ଭୋଗିବୁ କାହିଁକି? ସରକାର କେମିତି କାହିଁକି ଆମକୁ ଦଣ୍ଡ ଦଉଛନ୍ତି? ତେଣୁ ଯଦି ହାଇସ୍କୁଲ ମାନଙ୍କରେ ହେଇପାରୁଛି, ଆମର କାହିଁ ପ୍ରାଇମେରୀ ମାନଙ୍କ କାହିଁ ଏତେ ତାଙ୍କର ଶତ୍ରୁତା? ତେଣୁ ଆମେ ଚାହୁଁଛୁ ଆମର ଦାବି ହିଁ ପୂରଣ କରାଯାଉ। ତେଣୁ ଯଦି ଯେତେ ଦିନ ଯାଏ ପୂରଣ ହେଇଛି ଆମେ ଏଇ ଧାରଣା ସ୍ଥଳରେ ଛୁଆ ପିଲା ପରିବାର ଧରିକି ଆମେ ଏଠି ରହିବୁ। ପରିବାର ଧରିକି ଏତେ ଦୂରରୁ ଆମେ ଆସିଛୁ କଣ ପାଇଁ? ଆମେ କାହିଁକି ଆସିଲୁ ଏଠି? କିଏ ପାଇଁ ଦାୟୀ ହେବ? ତେଣୁ ଆମେ ଏଇଟା ହିଁ ଚାହୁଁଛୁ। ଆମର 2000 ଗାଇଡଲାଇନ ଅନୁସାରେ ଆମ 2025ଟା ହିଁ ସେମିତି କରାଯାଉ। ଯଦି ନ କରାଯାଉ ଆମେ ଏଠି ଆତ୍ମହତ୍ୟା ଦେବା ପାଇଁ ବାଧ୍ୟ ହବୁ। ଛୁଆ ପିଲା ଧରି ଆମେ ପରିବାର ଧରି ଆସିବୁ। ପରିବାରରେ କେତେ ଯେ କଷ୍ଟ, ଶାଶୁ ଶ୍ୱଶୁର ବାପା ମାରେ ଆମେ ଗୋଟେ ପୁଅ ହବୁ। ତେଣୁ ଆମେ ଯେ ଅଲଗା ଅଲଗା ରହିବୁ, ଶାଶୁ ଶ୍ୱଶୁରଙ୍କ କଥା କିଏ ବୁଝିବ? ଶ୍ୱଶୁର ମୋର ପକ୍ଷାଘାତରେ ପଡିଛନ୍ତି, ଏକଥା କିଏ ବୁଝିବ? କିଏ ମୋ ଶ୍ୱଶୁରକୁ ସହଯୋଗ କରିବ? ତାହେଲେ ପୁଅ ଜନ୍ମ କରିବା ତାଙ୍କର ବି ପାପ, ବୋଉ ଚାକିରି କରିବା ବି ପାପ। ତାହେଲେ ପୁଅ ବୋଉ କିଏ ଚାକିରି କରିବେନି, ସେମାନେ ଚଳିବେ କେମିତି? ଏସବୁ କଣ ପାଇଁ ସରକାରଙ୍କର ଏସବୁ କଣ ପାଇଁ ଏମିତି ପକ୍ଷପାତିତା? सर 2023 नीति को कार्यकारी करने आम दाबी करूँ। सर देखो जिते आम गोटे मो स्त्री अच्छी 200 किलोमीटर मोर गोटे छोट छुआ मोर मोर बड़ छुआ मो पाखे अच्छी सान छुआ सी पाखे अच्छी तार मेडिकल सुविधा हेल्ले भी आम संभवपर जापारूनु। घरे बापा माँ भी पार ना तो परिवार आम बहुत असुविधा अच्छे। तेणु जब स्वामी स्त्री गोटे पाखे आम रही पारू ताले आम भल भाव भी गोटे शिक्षकता करूँ। तेणु आम सरकार पारे एति निवेदन करूँ 2023 नीति को पुणी थे कार्य करने आम सरकार पाखे दाबी रखु। सर नुआ सरकार ए जो 2025 गाइडलाइन आनी केविके रु नॉन केविके को केवल कोस्टाल एरिया रु केविके को पारे कि केविके एरिया रु कौन टीचर कोस्टाल एरिया को आसी पारे ना से कौन टीचर आम बदली ही पारु ना। देश विदेश कोण अनुकोण टेक्निक खबर देखंतु आम सह यूट्यूब फेसबुक और इंस्टाग्राम रे आमको देखंतु लाइक शेयर और सब्सक्राइब करने को आद्य भूलंतुनि।